ଜୟ ଜଗନ୍ନାଥ। ଆଜି ଆମେ ପଢ଼ିବା +2 ସେକେଣ୍ଡ ଇୟର ଅପସନାଲ ଓଡ଼ିଆ ନିର୍ବାସିତ ବିଳାପର MCQ କ୍ୱେଶ୍ଚିନ୍, ଯାହାର କବି ହେଲେ ମଧୁସୂଦନ ରାଓ। 1 ନମ୍ବର କ୍ୱେଶ୍ଚିନ୍, ଫୁଲ ଫଳରେ କିଏ ଶୋଭିତ? ଫୁଲ ଫଳରେ କିଏ ଶୋଭିତ? ପାହାଡ଼ ପର୍ବତ, ଉଦ୍ୟାନ, ବନଲତା, ତରୁଲତା। କିଏ ଶୋଭିତ ଫୁଲ ଫଳରେ? ବନଲତା। ନିର୍ବାସିତ ବ୍ୟକ୍ତିଟି କେଉଁ ଆଡ଼କୁ ଦେଖୁଥିଲା? ନିର୍ବାସିତ ବ୍ୟକ୍ତିଟି କେଉଁ ଆଡ଼କୁ ଦେଖୁଥିଲା? ତଳକୁ, ଉପରକୁ, ଆଗପଟକୁ, ଚଉଦିଗକୁ। କେଉଁ ଆଡ଼କୁ? ଚଉଦିଗକୁ। ନିର୍ବାସିତ ବ୍ୟକ୍ତିଟି ଚଉଦିଗରେ ଯାହା ସବୁ ଦେଖୁଥିଲା, ସେସବୁର ସେ କ'ଣ ବୋଲି ଭାବୁଥିଲା? ଏଇଟା ଇମ୍ପୋର୍ଟାଣ୍ଟ ଅଛି, 2018ରେ ଆସିଛି। କ'ଣ ସେସବୁରେ ସେ ଭାବୁଥିଲା? ସେବକ, ସାଥୀ, ଅଧୀଶ୍ୱର, ଅଧୀନ। କ'ଣ ଭାବୁଥିଲା? ଅଧୀଶ୍ୱର। ସେସବୁର ସେ ଅଧୀଶ୍ୱର ବୋଲି ଭାବୁଥିଲା। ନିର୍ଜନ ଦ୍ୱୀପରେ ନିର୍ବାସିତ ବ୍ୟକ୍ତିଟି ପାଖରେ କେତେ ଲୋକ ଥିଲେ? ନିର୍ଜନ ଦ୍ୱୀପରେ ନିର୍ବାସିତ ବ୍ୟକ୍ତିଟି ପାଖରେ କେତେ ଲୋକ ଥିଲେ? ଅଳ୍ପ ଲୋକ, ବହୁ ଲୋକ, ଆଉ ଜଣେ ଲୋକ, କିଛି ଲୋକ ନଥିଲେ। କେତେ ଲୋକ ଥିଲେ? ଏଇଟା ବହୁତ ଇଜି କ୍ୱେଶ୍ଚିନ୍। କ'ଣ ହେବ? ଯିଏ ଥରେ ବି ପଢ଼ିଥିବ ସେ ଜାଣିପାରିବ। କେତେ ଲୋକ ଥିଲେ? କିଛି ଲୋକ ନଥିଲେ। 5 ନମ୍ବର କ୍ୱେଶ୍ଚିନ୍, କୀଟ, ପତଙ୍ଗ, ପକ୍ଷୀ, କେଶରୀ, କରି ଓ ପଶୁ ଏସବୁ କାହାର ସୃଷ୍ଟି ଥିଲା ବୋଲି ସେ ଭାବୁଥିଲା? କାହାର ସୃଷ୍ଟି ଥିଲା? ଏଇଟା ଇମ୍ପୋର୍ଟାଣ୍ଟ ଅଛି ବି। କାହାର ସୃଷ୍ଟି ଥିଲା? ଭଗବାନଙ୍କର, ପଡ଼ୋଶୀଙ୍କର, ରାଜାଙ୍କର, ତା ନିଜର। କାହାର? ତା ନିଜର। ମୁନି ନୟନକୁ କିଏ ମୋହିତ କରିଛି? ଏଇଟା ବି ଇମ୍ପୋର୍ଟାଣ୍ଟ ଅଛି। ବିଜନତା, କରତାଳି ଧ୍ୱନି, ଶଙ୍ଖ ଧ୍ୱନି, କୋଳାହ ଧ୍ୱନି। କିଏ ମୁନି ନୟନକୁ ମୋହିତ କରିଛି? କିଏ? ବିଜନତା। କେଉଁଠାରେ ବାସ କରିବା ବରଂ ଭଲ ବୋଲି ସେ ବିଚାର କରିଛି? କେଉଁଠାରେ ବାସ କରିବା ବରଂ ଭଲ ବୋଲି ସେ ବିଚାର କରିଛି? ରଣକ୍ଷେତ୍ରରେ, ସାଗର ବକ୍ଷରେ, ଅରଣ୍ୟରେ, ମହାକାଶରେ। କେଉଁଠାରେ? ରଣକ୍ଷେତ୍ର। ରଣକ୍ଷେତ୍ର କହିଲେ କ'ଣ? ଯୁଦ୍ଧକ୍ଷେତ୍ର। ଯୁଦ୍ଧକ୍ଷେତ୍ରରେ ବାସ କରିବା ବରଂ ଭଲ ବୋଲି ସେ ବିଚାର କରିଛି। ନିର୍ବାସିତ ବ୍ୟକ୍ତିଟି ଏ ଭୀମସ୍ଥଳେ କାହାକୁ ଅଧମଗତି ବୋଲି କହିଛି? କାହାକୁ କହିଛି ଭୀମସ୍ଥଳେ? ସନ୍ତାନ ପ୍ରାପ୍ତି, ରାଜ୍ୟ ପ୍ରାପ୍ତି, କନ୍ୟା ପ୍ରାପ୍ତି, ଭୂମି ପ୍ରାପ୍ତି। କାହାକୁ ଅଧମଗତି ବୋଲି କହିଛି? ରାଜ୍ୟ ପ୍ରାପତି। ସୁନ୍ଦର ଦେବତୁଲ୍ୟ କାହାକୁ କୁହାଯାଇଛି? ସୁନ୍ଦର ଦେବତୁଲ୍ୟ କାହାକୁ କୁହାଯାଇଛି? ପଶୁମୁଖ, ଅସୁର ମୁଖ, ନର ଆନନ, ବିଷଣ୍ଣ ବଦନ। କାହାକୁ ସୁନ୍ଦର ଦେବତୁଲ୍ୟ କୁହାଯାଇଛି? ନର ଆନନ। ନର କହିଲେ କ'ଣ? ମନୁଷ୍ୟ। ଆନନ କହିଲେ କ'ଣ? ମୁଖ। ମନୁଷ୍ୟର ମୁଖକୁ ସୁନ୍ଦର ଦେବତୁଲ୍ୟ ବୋଲି କୁହାଯାଇଛି। ନିର୍ବାସିତର କେଉଁ ବାର୍ତ୍ତା ନଯିବ ଜନ ସମୀପ? କେଉଁ ବାର୍ତ୍ତା? ନିଖୋଜ ହେବା, ଜୀବନର ଦୀପ ଲିଭିବା, ନିର୍ଜନ ଦ୍ୱୀପରେ ରାଜା ହେବା, ଶୂନ୍ୟ ସହ ବାର୍ତ୍ତାଳାପ କରିବା। କ'ଣ? କେଉଁ ବାର୍ତ୍ତା ନଯିବ? ଏଇଟା ଇମ୍ପୋର୍ଟାଣ୍ଟ ଅଛି। ଜୀବନର ଦୀପ ଲିଭିବା। ସେ ନିର୍ଜନ ଦ୍ୱୀପରେ ନିର୍ବାସିତର କ'ଣ ଲିଭିଯିବ? ସେ ନିର୍ଜନ ଦ୍ୱୀପରେ ନିର୍ବାସିତର କ'ଣ ଲିଭିଯିବ? ଜୀବନର ଦୀପ, ତୈଳ ପ୍ରଦୀପ, ସଞ୍ଜ ଦୀପ, ଆକାଶ ଦୀପ। କ'ଣ ଲିଭିଯିବ? ଜୀବନର ଦୀପ। ମଣି କାଞ୍ଚନ କାହା ସହିତ ସରି ନୁହଁ? ମଣି କାଞ୍ଚନ କାହା ସହିତ ସରି ନୁହଁ? ଧର୍ମ, ଧନ, ଯୌବନ, ପ୍ରଭୃତ୍ୟ କାହା ସହିତ ସରି ନୁହଁ? ଧର୍ମ। ଯେତେ ସୁନା ରୂପା ଥାଉ ପଛେ, ହୀରା ଥାଉ ପଛେ, କିନ୍ତୁ ଧର୍ମ ନଥିଲେ ସେସବୁ ବୃଥା। ଦେବ ଅର୍ଚ୍ଚନା ବାଦ୍ୟ କେଉଁମାନେ ଥରେ ହେଲେ ଶୁଣି ନାହାନ୍ତି? ଦେବ ଅର୍ଚ୍ଚନା ବାଦ୍ୟ କେଉଁମାନେ ଥରେ ହେଲେ ଶୁଣି ନାହାନ୍ତି? ପବନ, ପାଣି, ଗିରିଗଣ, ଆକାଶ। କେଉଁମାନେ? ଏଇଟା ଇମ୍ପୋର୍ଟାଣ୍ଟ ଅଛି। ଗିରିଗଣ। କ'ଣ ନଥିଲେ ଜୀବନ ବୃଥା ହୁଏ? କ'ଣ? ଧର୍ମ, ଧନ, ଯୌବନ, ଅହଙ୍କାର। କ'ଣ? ଧର୍ମ। ଧର୍ମ ନଥିଲେ ଜୀବନ ବୃଥା ହୁଏ। କାହାର ଶକ୍ତି ଅଚିନ୍ତନୀୟ ବୋଲି କୁହାଯାଇଛି? କାହାର ଶକ୍ତି ଅଚିନ୍ତନୀୟ?
ବୋଲି କୁହାଯାଇଛି। ନାରୀ ପୁରୁଷ ପଶୁ ପକ୍ଷୀଙ୍କର ଈଶ୍ୱରଙ୍କର, ଏଇଟା ଈଶ୍ୱର ନୁହେଁ, ଅପସନଟି ଟାଇପିଂ ଭୁଲ ହେଇଛି, ଏଇଟା ହେବ ମନ। କାହାର ଶକ୍ତି ଅଚିନ୍ତନୀୟ? ନାରୀ ପୁରୁଷ ପଶୁପକ୍ଷୀ ମନ। କ'ଣ ହେବ? ମନ। ମନର ଶକ୍ତି ଅଚିନ୍ତନୀୟ। କ୍ଷଣିକ ମାତ୍ରେ ମନ କ'ଣ ଦର୍ଶନ କରେ? କ୍ଷଣିକ ମାତ୍ରେ ମନ କ'ଣ ଦର୍ଶନ କରେ? ଅନନ୍ତ ଆକାଶ, ଅନନ୍ତ ସାଗର, ଅପରିସୀମା ବିଶ୍ୱଭୁବନ, ବିପୁଳ ବନାନୀ। କ୍ଷଣିକ ମାତ୍ରେ ମନ କ'ଣ ଦର୍ଶନ କରେ? ଅପରିସୀମା ବିଶ୍ୱଭୁବନ। ସେଥିପାଇଁ ତ ମନର ଶକ୍ତି ଅଚିନ୍ତନୀୟ ବୋଲି କୁହାଯାଇଛି। ନିର୍ବାସିତ ବ୍ୟକ୍ତିଟି ନିଜକୁ କାହାର କ୍ରୀଡ଼ନ ବୋଲି କହିଛି? ନିର୍ବାସିତ ବ୍ୟକ୍ତିଟି ନିଜକୁ କାହାର କ୍ରୀଡ଼ନ ବୋଲି କହିଛି? କାହାକୁ? ଜଳକୁ, ଜଳର, ବାୟୁର, ପାହାଡ଼ର, ନିର୍ଜନତାର। କାହାର? ବାୟୁର। କ'ଣ ବହି ଆଣିବା ପାଇଁ ବାୟୁକୁ ଅନୁରୋଧ କରାଯାଇଛି? କ'ଣ ବହି ଆଣିବା ପାଇଁ ବାୟୁକୁ ଅନୁରୋଧ କରାଯାଇଛି? ସ୍ୱଦେଶ ସୁସମାଚାର, ଫୁଲ ଫଳର ସୁରଭି, ପ୍ରଶ୍ୱାସ ବାୟୁ, ଭୀଷଣ ଝଟିକା। କ'ଣ ବହି ଆଣିବା ପାଇଁ ବାୟୁକୁ ଅନୁରୋଧ କରାଯାଇଛି? ସ୍ୱଦେଶ ସୁସମାଚାର। ଦୁଃଖୀ ହୃଦୟ ଭାରକୁ କିଏ ଲଘୁ କରିଦିଏ? ଦୁଃଖୀ ହୃଦୟ ଭାରକୁ କିଏ ଲଘୁ କରିଦିଏ? ଧନ ସମ୍ପତ୍ତି, ସହଧର୍ମିଣୀ, ପୁତ୍ରକନ୍ୟା, ଈଶ୍ୱର ଦୟା। କିଏ ଦୁଃଖୀର ହୃଦୟ ଭାରକୁ ଲଘୁ କରିଦିଏ? ଈଶ୍ୱର ଦୟା। ଈଶ୍ୱରଙ୍କ ଦୟା ଦୁଃଖୀର ହୃଦୟ ଭାରକୁ ଲଘୁ କରିଦିଏ। ନିଜକୁ ଚଉଦିଗର ଅଧୀଶ୍ୱର କହିବା ଭିତରେ ନିର୍ବାସିତଙ୍କର କେଉଁ ମନୋଭାବ ପ୍ରକାଶ ପାଇଛି? କେଉଁ ମନୋଭାବ ପ୍ରକାଶ ପାଇଛି? ଅହଙ୍କାର, ବିନମ୍ରତା, କରୁଣା, ଦୁଃଖ। କ'ଣ? ଅହଙ୍କାର। ଅହଙ୍କାର ମନୋଭାବ ପ୍ରକାଶ ପାଇଛି। ନିର୍ବାସିତ ବ୍ୟକ୍ତିଟି କେଉଁ ଶବ୍ଦ ଶୁଣି ଚମକି ପଡ଼ୁଥିଲା? କେଉଁ ଶବ୍ଦ ଶୁଣି ସେ ଚମକି ପଡ଼ୁଥିଲା? ପଶୁଙ୍କ ଡାକ, ପକ୍ଷୀଙ୍କ କାକଳି, ଲହଡ଼ି ସ୍ୱନ, ନିଜର କଣ୍ଠସ୍ୱର। କ'ଣ? ଏଇଟା ଇମ୍ପୋର୍ଟାଣ୍ଟ ଅଛି। ନିଜର କଣ୍ଠସ୍ୱର। କେଉଁମାନେ ନରର ପ୍ରଭାବ ଜାଣିନଥିବାରୁ ଅନାସ୍ଥା ଭାବ ପ୍ରକଟ କରୁଥିଲେ? ପଶୁମାନେ, ପକ୍ଷୀମାନେ, କୀଟମାନେ, ପତଙ୍ଗମାନେ। ପଶୁମାନେ। କେଉଁ ଅନୁଭୂତି ପାଇବା ପାଇଁ ଦେବତାମାନେ ମଧ୍ୟ ନର ଜନ୍ମ ପାଇଁ ଆଗ୍ରହୀ ହୁଅନ୍ତି? କେଉଁ ଅନୁଭୂତି? ବନ୍ଧୁତା ଓ ପ୍ରେମ, ବୀରତ୍ୱ ଓ ଗାରିମା, ଦୁଃଖ ଓ ଶୋକ, ଅହଙ୍କାର ଓ ଅଭିମାନ। ବନ୍ଧୁତା ଓ ପ୍ରେମ। ଗିରି ଓ ସମୁଦ୍ର ଲଙ୍ଘନ କରିବା ପାଇଁ ନିର୍ବାସିତ ବ୍ୟକ୍ତିଟି କ'ଣ ଚାହୁଁଥିଲା? ପୌରୁଷ, ବିହଙ୍ଗ ପକ୍ଷ, ପରାକ୍ରମ, ବାହୁବଳ। ବିହଙ୍ଗ ପକ୍ଷ। ନିର୍ବାସିତର ସନ୍ତାପ୍ତି ପ୍ରାଣ କିପରି ଶୀତଳ ହୁଏ? ନିର୍ବାସିତର ସନ୍ତାପ୍ତି ପ୍ରାଣ କିପରି ଶୀତଳ ହୁଏ? ପୁଷ୍ପରଣୀରେ ସ୍ନାନ କଲେ, ସମୁଦ୍ରରେ ବୁଡ଼ିଲେ, ନଈରେ ପହଁରିଲେ, ପ୍ରିୟଜନଙ୍କୁ ଦେଖିଲେ। କିପରି? ପ୍ରିୟଜନଙ୍କୁ ଦେଖିଲେ। ନିର୍ବାସିତଟି କାହାଠାରୁ ସୁପଦେଶ ନେବା ପାଇଁ ଚାହିଁଛି? ନିର୍ବାସିତଟି କାହାଠାରୁ ସଦୁପଦେଶ ନେବା ପାଇଁ ଚାହିଁଛି? ସାଙ୍ଗ ସାଥୀଙ୍କ ଠାରୁ, ପ୍ରବୀଣ ଜନଙ୍କ ଠାରୁ, ଛାତ୍ର ଠାରୁ, ପିଲାଙ୍କ ଠାରୁ। କାହାଠାରୁ? ପ୍ରବୀଣ ଜନ। ପ୍ରବୀଣ ଜନ କହିଲେ କ'ଣ? ଗୁରୁଜନ। ଗୁରୁଜନଙ୍କ ଠାରୁ ସେ ସଦୁପଦେଶ ନେବା ପାଇଁ ଚାହିଁଛି।